ମାତ୍ର ଓନ୍ଲି 6 ମନ୍ଥ ଓକେ ଯଦି ଆପଣମାନେ 6 ମାସ ନିଜକୁ ରଗଡ଼ି ଦେଉଛନ୍ତି ବା ନିଜ ଉପରେ ଟାଇମ୍ ଇନଭେଷ୍ଟ କରୁଛନ୍ତି ହୁଏତ ଆପଣଙ୍କ ଫ୍ୟୁଚର୍ ସେଟଲ୍ ହେଇପାରେ। କ'ଣ ପାଇଁ କହୁଛି ବହୁତ ସାରା ପୋଷ୍ଟ ମଧ୍ୟ ଅଲରେଡ଼ି ବାହାରିଛି ଏବଂ ଆଜିକା ଭିଡ଼ିଓରେ ମୁଁ ଆପଣଙ୍କୁ କହିଦେବି ଓକେ କେତେ ସବୁ ପୋଷ୍ଟ ବାହାରିଛି ଏବଂ ବହୁତ ଗୋଲ୍ଡେନ୍ ଅପରଚ୍ୟୁନିଟି ରହୁଛି ଓକେ। ଆଉ ନିହାତି ଭାବରେ ଭିଡ଼ିଓ ଫାଷ୍ଟ ଲାଷ୍ଟରେ ଦେଖନ୍ତୁ ଓକେ। ଏଇ 6 ମାସ ଓକେ ଯଦି ବି କିଛି ବି ଡାଉଟ୍ ରହୁଛି କୌଣସି ସିଲାବସ୍କୁ ନେଇକି ବା ଯେକୌଣସି ସବଜେକ୍ଟ ମଧ୍ୟ ଡାଉଟ୍ ରହୁଛି ତ ନିହାତି ଭାବରେ ଆପଣମାନେ ଆମକୁ ମେସେଜ୍ ମଧ୍ୟ କରିପାରିବେ। ଡିସ୍କ୍ରିପ୍ସନ୍ ବକ୍ସରେ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମଧ୍ୟ ମିଳିଯିବ ସେଠି କ୍ଲିକ୍ କରି ଜଏନ୍ ହେଇପାରିବେ। ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଲେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିଯିବ। ଯେକୌଣସି ଜବ୍ର ଅପଡ଼େଟ୍ ଆସିବ, ଆଡ଼ମିଟ୍ କାର୍ଡ଼ ଆସିବ, ରେଜଲ୍ଟ ବାହାରିବ, ସବୁ ଅପଡ଼େଟ୍ ଠିକ୍ ଅଛି ଆପଣ ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଦେଖିବାକୁ ମିଳିଯିବ। ମୋଟିଭେସନାଲ୍ ଭିଡ଼ିଓ ମଧ୍ୟ କିଛି କିଛି ଦେଖିବାକୁ ମିଳିଯିବ ଏବଂ ଆପଣଙ୍କର ଯେଉଁ ଆପଣଙ୍କ ଜିକେ ହେଇଗଲା, କରେଣ୍ଟ ଆଫେୟାର ହେଇଗଲା, ମେନ୍ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ମଧ୍ୟ ସବୁ ଅପଡ଼େଟ୍ ମଧ୍ୟ ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଦେଖିବାକୁ ମଧ୍ୟ ମିଳିଯିବ ଓକେ। ଫାର୍ଷ୍ଟ କଥା ହେଲା କି ମୁଁ ଆପଣଙ୍କୁ ଫାର୍ଷ୍ଟ କଥା କହିଦେବି କେତେ କେତେ ଜବ୍ ମାନେ ସବୁ ଜବ୍ ବାହାରିଛି ଆଉ ଆପଣଙ୍କୁ ଏଇଠି କହିଦେଉଛି ଓକେ। ଓ ଟ୍ରିପଲ୍ ଏସ୍ ତରଫରୁ ଆପଣମାନେ ମଧ୍ୟ ଯେଉଁମାନେ ଜାଣିନାହାନ୍ତି ଆପଣମାନେ ଜାଣିଛନ୍ତି ଏବଂ ଅଲରେଡ଼ି ବି ଆପ୍ଲାଏ ମଧ୍ୟ ଚାଲିଛି ହେଉଛି ଆର୍ଆଇ, ଏଆର୍ଆଇ, ଅମିନ, ଆଇସିଟି ସୁପରଭାଇଜର, ଏସ୍ଏଫ୍ଏସ୍ ଓକେ। ଆଉ ହେଉଛି VAW ଭିଲେଜ୍ ଏଗ୍ରିକଲଚର ୱାର୍କର ଠିକ୍ ଅଛି। ଏଇଟା ହେଉଛି ଗୋଟେ ଗୋଟେ ଏକ୍ଜାମ୍ ତା'ର ହେବ। ଆଉ ଗୋଟେ ହେଉଛି ଫରେଷ୍ଟ ଗାର୍ଡ଼, ଫରେଷ୍ଟର ଆଉ ଏସ୍ଏସ୍ କନଷ୍ଟେବଳ ତା'ର ଆଉ ଗୋଟେ ଏକ୍ଜାମ୍। ଟୋଟାଲ୍ 2ଟା ନୋଟିଫିକେସନ୍ ଆସିଛି ଅଲରେଡ଼ି ମଧ୍ୟ ଆପ୍ଲାଏ ଚାଲିଛି। 31 ହେଉଛି ଲାଷ୍ଟ ଡେଟ୍। ଜଲ୍ଦି ଜଲ୍ଦି ଆପ୍ଲାଏ କରନ୍ତୁ। ୱେବସାଇଟ୍ ମଧ୍ୟ ଆପଣମାନେ ଦେଖିବାକୁ ପାଇବେ। ଆପଣ ଯଦି ୱେବସାଇଟ୍ ମୁଁ ଦେଖିବା ଅନୁସାରେ ୱେବସାଇଟ୍ ମଧ୍ୟ ସକାଳୁ ସକାଳୁ ଓପନ୍ 4ଟା 5ଟା ଆପଣ ଉଠିକି ଆପ୍ଲାଏ ମଧ୍ୟ କରିପାରିବେ। ନହେଲେ ରାତି 12ଟା 1ଟା ବେଳକୁ ମଧ୍ୟ ଆପଣମାନେ ଆପ୍ଲାଏ ମଧ୍ୟ କରିପାରିବେ। ମାତ୍ର ଗୋଟେ ଦିନ ଆପଣମାନେ କଷ୍ଟ ଦିଅନ୍ତୁ। ଯେଉଁମାନେ ବି ରାତିରେ ବି ପଢ଼ୁଛ ଆପଣଙ୍କର ଇଜି ମଧ୍ୟ ହେଇଯିବ। ଆପଣ ନିହାତି ଆପଣମାନେ ସାଇଟ୍କୁ ଆପଣମାନେ ଓପନ୍ କରିବେ ଠିକ୍ ଅଛି। ଓପନ୍ ମଧ୍ୟ ହେଇଯାଉଛି ଠିକ୍ ଅଛି। ଆପଣ ମଧ୍ୟ ଆପ୍ଲାଏ କରିପାରିବେ। ଯଦି ଆପ୍ଲାଏ କୌଣସି ଡାଉଟ୍ ରହୁଛି ତ ନିହାତି ମୋତେ ମଧ୍ୟ ମେସେଜ୍ ମଧ୍ୟ କରିପାରିବେ। ଆଉ ଗୋଟେ କଥା ହେଲା କି OSS ତରଫରୁ ସିଜିଏଲ୍ ଓକେ ଓକେ। ତ OSS ସିଜିଏଲ୍ ଟୋଟାଲ୍ 1500+ ପୋଷ୍ଟ ଆପଣମାନେ ନିଜେ ଜାଣିଛନ୍ତି ଅଲରେଡ଼ି ମଧ୍ୟ ଆପ୍ଲାଏ ଚାଲିଛି। ଯେଉଁମାନେ ଆପ୍ଲାଏ କରୁନାହାନ୍ତି ବହୁତ ଜଲ୍ଦି ଆପ୍ଲାଏ କରିଦିଅନ୍ତୁ OSS ସାଇଟ୍ରେ। OSS ସିଜିଏଲ୍ ଯେଉଁମାନେ ବି ଜାଣିଛନ୍ତି ଅଲରେଡ଼ି ତା ବାବଦରେ ମଧ୍ୟ ଭିଡ଼ିଓ ଅପଲୋଡ଼ ମଧ୍ୟ କରିଦେଇଛି। ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଆପଣମାନେ ମଧ୍ୟ ଦେଖିବାକୁ ମିଳିଯିବ। ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ସବୁ କିଛି ଅପଡ଼େଟ୍ ମଧ୍ୟ ଦେଇଥାଏ। ତାପରେ ନେକ୍ସଟ ହେଲା OSS ସିଜିଏଲ୍ ସ୍ପେଶାଲ୍ ମଧ୍ୟ ଗୋଟେ ଆସିଛି ଯେଉଁଟା ମେନ୍ ଜବ୍ ଆପଣଙ୍କୁ ନିର୍ଭର କରେ ମାନେ ଆପଣଙ୍କୁ ଚାନ୍ସ ଥାଏ କି ସିଲେକ୍ସନ୍ ହେବାର। ମୁଁ ସେଇ ଜବ୍ ରିଲେଟେଡ଼୍ ମଧ୍ୟ କହୁଛି। ଆଗକୁ ବହୁତ ସାରା ମଧ୍ୟ ଜବ୍ ମୁଁ ଅପଡ଼େଟ୍ ମଧ୍ୟ କହିବି। ଏଇ 6 ମନ୍ଥ କ'ଣ କ'ଣ ବାହାରିବ ଅଲରେଡ଼ି ଆପଣମାନେ ଜାଣିଲେ। ଫରେଷ୍ଟ ଗାର୍ଡ଼, ଫରେଷ୍ଟ ଏସ୍ଏସ୍ କନଷ୍ଟେବଳ ଚାଲିଛି, ଆପ୍ଲାଏ ଚାଲିଛି। ଏଆର୍ଆଇ, ଅମିନ, ଆଇସିଟି ସୁପରଭାଇଜର, ଏସ୍ପିସି, VAW ଆପ୍ଲାଏ ମଧ୍ୟ ଚାଲିଛି। ଆଉ OSS ସିଜିଏଲ୍ ମଧ୍ୟ ଆପ୍ଲାଏ ଚାଲିଛି 1500+ ପୋଷ୍ଟ। ଆଉ ଆପଣଙ୍କ ଓଡ଼ିଶା ପୋଲିସ ମଧ୍ୟ ବହୁତ ଜଲ୍ଦି ଆସୁଯାଉଛି। ଆପଣ ଜାଣିଥିବେ ତା'ର ଗୋଟେ ନୋଟିଫିକେସନ୍ ଆସିଥିଲା। ମୁଁ ଆପଣଙ୍କୁ ଏଇଠି ଯେଉଁମାନେ ଜାଣିନାହାନ୍ତି ମୁଁ ଆପଣଙ୍କୁ ଏଇଠି ଜଣାଇ ଦେଉଛି। ତ ଆପଣମାନେ ଜାଣିଥିବେ 2023ରେ ଯେଉଁ ଡିଷ୍ଟ୍ରିକ୍ଟ ପୋଲିସ ବାହାରିଥିଲା ଠିକ୍ ଅଛି। ଆପଣଙ୍କର ଯେତେବେଳେ ବି ଏହାର ନୋଟିଫିକେସନ୍ ବାହାରୁଥିଲା ତା ପୂର୍ବରୁ ଆପଣମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ୍ ଥିବା ଦରକାର। ଡେଟ୍ ମଧ୍ୟ ଏକ୍ସପାୟାର ନ ହେଇଥିବା ଦରକାର ଆପଣ ଜାଣିଥିବେ। କିନ୍ତୁ ଆର ରୁଲ୍ସ ମଧ୍ୟ ଚେଞ୍ଜ ହେଇଛି ଯେ ଆର ଲାଷ୍ଟ ଡେଟ୍ ପୂର୍ବରୁ ଆପଣ ଯେତେବେଳେ ବି ଆପ୍ଲିକେସନ୍ ଷ୍ଟାର୍ଟ ରହୁଛି ସପୋଜ୍ ଜାନୁଆରୀ 15ରୁ ଆର ଆପ୍ଲିକେସନ୍ ଷ୍ଟାର୍ଟ ହେବ, ଫେବୃଆରୀ 15ରେ ସରିବ। ତ ଫେବୃଆରୀ 15 ଆପଣମାନେ 13 14ରେ ମଧ୍ୟ ଏମ୍ପ୍ଲୟ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ରେଜିଷ୍ଟ୍ରେସନ୍ କରିକି ମଧ୍ୟ ଆପଣମାନେ ସେଦିନ ମଧ୍ୟ ଆପ୍ଲାଏ କରିପାରିବେ ଓକେ। ବାସ୍ ଏହା ହେଉଛି ଅପଡ଼େଟ୍। ବହୁତ ଯେତେବେଳେ ଆର ଆସିବାକୁ ଯାଉଛି ତ ପାଖାପାଖି 4000+ ପୋଷ୍ଟ ମଧ୍ୟ ଆସିବାର ବହୁତ ସମ୍ଭାବନା। ତ ହିସାବ କରିଦେବା ଇଏ 4000+ ପୋଷ୍ଟ। ଆଉ OSS ସିଜିଏଲ୍ ମଧ୍ୟ 1500 କେତେ ହେଲା 5500 ଠିକ୍ ଅଛି। ଯେଉଁଟା ପିଲାମାନେ ଯେଉଁମାନେ କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ଆକ୍ଚୁଆଲି ଯେଉଁମାନଙ୍କର +3 ଡିଗ୍ରୀ ହେଇନି, ଯେଉଁମାନେ +2 ପାସ୍ କରିଛନ୍ତି ସେମାନେ +2 ପାସ୍ କରିଛନ୍ତି ସେମାନେ ମଧ୍ୟ ପକାଇ ପାରିବେ। ଆପଣଙ୍କର ଓଡ଼ିଶା ପୋଲିସ ହେଇଗଲା, ଆପଣଙ୍କର ଫରେଷ୍ଟ ଗାର୍ଡ଼ ପକାଇ ପାରିବେ। ଫରେଷ୍ଟର ଯେଉଁମାନେ +2 ସାଇନ୍ସ ପକାଇଥିବେ, ଏସ୍ଏସ୍ କନଷ୍ଟେବଳ ମଧ୍ୟ ପକାଇ ପାରିବେ ଓକେ। ଆଉ ଅମିନ ଏଆର୍ରେ ମଧ୍ୟ ପକାଇ ପାରିବେ। ଯେଉଁମାନେ ଆପଣମାନେ ପୁରା ଫୁଲ୍ ଡିଟେଲ୍ସ ମଧ୍ୟ ନୋଟିଫିକେସନ୍ ପୁରା ଫୁଲ୍ ଡିଟେଲ୍ସ ମଧ୍ୟ ଆପଣଙ୍କୁ କହିଦେଇଛି। ଆପଣ ସେୟା ଦେଖି ମଧ୍ୟ ଅପଲୋଡ଼ ମଧ୍ୟ କରିପାରିବେ। ଆପଣ ଟୋଟାଲ୍ ଓଭରାଲି ମୁଁ ଟୋଟାଲ୍ କେତେ ପୋଷ୍ଟ ଆପଣଙ୍କୁ କହିଦେଉଛି। ଆଉ ବହୁତ ସାରା ଭ୍ୟାକେନ୍ସି ମଧ୍ୟ ଆହୁରି ମଧ୍ୟ ଅଛି। ଆହୁରି ମଧ୍ୟ କହି ଟେନସନ୍ କିଛି ବି ଦରକାର ନାହିଁ। ଓଡ଼ିଶା ପୋଲିସ କେତେ 4000+ ପୋଷ୍ଟ। ଆଉ OSS ସିଜିଏଲ୍ କେତେ 1500 ସ୍ପେଶାଲ୍ ଧର 2000 ଠିକ୍ ଅଛି। 2400 କେତେ 6000। ଆଉ ଆପଣଙ୍କର ଫରେଷ୍ଟ ଗାର୍ଡ଼ ଫରେଷ୍ଟର ହେଉଛି ଟୋଟାଲ୍ ଧର 1500+ ପୋଷ୍ଟ ରହିବ। କେତେ 6000 କେତେ 7500 ଏବଂ ଆପଣଙ୍କର ଯେଉଁ ଏଆର୍ଆଇ ପାଖାପାଖି 3000+ ପୋଷ୍ଟ ବୋଧେ। ତ କହିବାକୁ ଗଲେ ଓଡ଼ିଶା ଗଭର୍ଣ୍ଣମେଣ୍ଟ କଥା କହୁଛି ଠିକ୍ ଅଛି।
ଓଡ଼ିଶା ଗଭର୍ଣ୍ଣମେଣ୍ଟ କେତେ ଇଏ 7,500 ଇଏ 3,000 ପ୍ଲସ୍ ପୋଷ୍ଟ ମାନେ 10,000 ପ୍ଲସ୍ ପୋଷ୍ଟ ଠିକ୍ ଅଛି। କେବଳ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ କଥା କହୁଛି, ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ କଥା ଛାଡ଼ି କହୁଛି। ଆହୁରି ମଧ୍ୟ ପୋଷ୍ଟ ମଧ୍ୟ ବାହାରେ ରହୁଛି। ଆଉ ସରି OASF ତ ବାହାରେ ଥିଲା, ଏବେ ସୁଦ୍ଧା ବି ବାହାରିନି। ଆଉ ଆପଣଙ୍କର ଟ୍ରାଫିକ୍ କନଷ୍ଟେବଲ୍ ମଧ୍ୟ ବାହାରିଥିଲା। ଆପଣ କମ୍ୟୁନିକେସନ୍ ପୋଲିସ କନଷ୍ଟେବଲ୍ ମଧ୍ୟ ବାହାରେ ଅଛି। କିନ୍ତୁ ଏଇସବୁ କେବେ ବାହାରିବ ତ ଏଇଟା ଠିକ୍ ନାହିଁ, ବା ଯେତିକି ବାହାରିବ ମୁଁ ସେତିକି ଆପଣଙ୍କୁ କହୁଛି। ଏବେ ତ ଆପଣ ଜାଣିଥିବେ ଏବେ ତ ଆପ୍ଲାଏ ମଧ୍ୟ ଚାଲିଛି ଠିକ୍ ଅଛି। ଆଉ ଆପଣ ମଧ୍ୟ ଡିଟେଲ୍ସ ମଧ୍ୟ ଚାହିଁଲେ ଆଉ ଗୋଟେ କଥା ହେଉଛି SSC ତରଫରୁ ଆପଣ ଜାଣିଥିବେ ଏବେ ଯେଉଁ ଆପଣଙ୍କ SSC GD ଏକ୍ଜାମ୍ ମଧ୍ୟ ହେବ, ଆଉ SSC MTS ମଧ୍ୟ ଏକ୍ଜାମ୍ ହେବ। ଆପଣ ଯଦି ଆମର ଓଭରଅଲ୍ ଠିକ୍ ପ୍ରପର୍ଲି ୟୁଟିଲାଇଜ୍ କରି ତା ଆପଣ ଯଦି ପଢ଼ାପଢ଼ି କରୁଥିବେ ନିହାତି ଭାବରେ ଏଇଟା ନହେଲେ ସେଇଟା ବି ହେଇପାରେ ଠିକ୍ ଅଛି। ଆପଣ ଯଦି ଏକ୍ଜାମ୍ରେ ଆପଣ ଯଦି ମିନିମମ୍ ଆପଣ ଯଦି ବେଶୀ ନ ପଢ଼ିଲେ ଆପଣ ଦିନକୁ 3, 4, 5 ଘଣ୍ଟା ସମୟ ଦେଇ ଦେଉଛନ୍ତି, ଆପଣ ଯଦି ସବୁ ଏକ୍ଜାମ୍ ବି ଦେଉଛନ୍ତି ଆପଣଙ୍କୁ ଗୋଟେ ଏକ୍ସପିରିଏନ୍ସ ହେଇଯିବ। ଆପଣ କୋଶ୍ଚିନ୍କୁ ପ୍ରିଭିୟସ୍ କୋଶ୍ଚିନ୍ ହଉ ଆପଣଙ୍କର ଯେଉଁ ସବୁ ଏକ୍ଜାମ୍ ଦେଉଛନ୍ତି ଆପଣଙ୍କ ଏତେ ଏକ୍ସପିରିଏନ୍ସ ହେଇଯିବ କି ଆପଣଙ୍କର ଏତେ ଏକ୍ଜାମ୍ ଦେଇଦେଇ ଆପଣଙ୍କ ଏତେ ଏକ୍ସପିରିଏନ୍ସ ହେଉଛି ନିହାତି ଭାବରେ ଆପଣଙ୍କୁ ଗୋଟେ ପୋଷ୍ଟ ମଧ୍ୟ ଥିବ। ତ ସେଇ ଅନୁସାରେ ନିଜକୁ ଏତେ ନିଜକୁ ଏତେ ମାନେ ଜଗି ଦିଅନ୍ତୁ, ନିଜ ଉପରେ ଟାଇମ୍ ଇନଭେଷ୍ଟ କରନ୍ତୁ ଠିକ୍ ଅଛି। ପୁରା ଡିଟେଲ୍ସ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ପୁରା ସିଧା କଥା କହୁଛି। ଆଜି ପର୍ଯ୍ୟନ୍ତ ଆଜିକାଲି ଜେନେରେସନ୍ ଲଫ୍ ଅଫ୍ ଜେନେରେସନ୍ ଆପଣ ନିହାତି ଭାବରେ ଜାଣିଛନ୍ତି। ମୋ କଥା କହୁଛନ୍ତି ଯଦି ଆପଣମାନେ ସେ ଚକ୍କରରେ ପଡ଼ିଛନ୍ତି ତ ଇଟ୍ସ ଓକେ କିନ୍ତୁ ଆପଣମାନେ ଏଇ ବର୍ଷ ଯେଉଁମାନେ ସିଲେକ୍ସନ୍ ଯେଉଁମାନେ ସକ୍ସେସ୍ ପାଇନ ଏଇ ବର୍ଷ ଆପଣମାନେ ନିହାତି ଭାବରେ ଆପଣମାନେ ହୁଏତ ମୁଁ ଆପଣଙ୍କୁ ହୁଏତ ଆପଣମାନେ ନିହାତି ଭାବରେ ଦେଖ ଗୋଟେ କଥା କହୁଛି, ଯେଉଁମାନେ ନିଜେ କାମ କରନ୍ତି ତାଙ୍କୁ ନିଜ କାମଟା ହିଁ ଭଲ ଲାଗେ। ସପୋଜ୍ ଗୋଟେ ଏକ୍ଜାମ୍ପଲ୍ ଗୋଟେ ଦେଉଛି, ଏକ୍ଜାମ୍ପଲ୍ ଆପଣ ନିହାତି ଭାବରେ ଜାଣିଛନ୍ତି ଯେଉଁମାନେ ଲଭ୍ ଚକ୍କରରେ ପଡ଼ୁଛନ୍ତି ସେମାନେ କହିବେ କି ହଁ ସିଏ ଯେଉଁ ମାନେ ସିଏ ଆଗରୁ ମାନେ ତାପରେ ଯାହା ବି ହଉ ଭଲ ହଉ ଖରାପ ହଉ କିନ୍ତୁ ସେ ଆଜିକା ଜମାନା କହିବେ ମୋ ପାଇଁ ସେଇଟା ବେଷ୍ଟ ରହୁଛି। କିନ୍ତୁ ମୁଁ ଆପଣଙ୍କୁ ପୁରା ରିଅଲ୍ ଫ୍ୟାକ୍ଟ କହୁଛି, ହଁ ଆପଣ ଯଦି ସେ ଚକ୍କରରେ ପଡ଼ିଛନ୍ତି ତ ସେଇଟା ଠିକ୍ ଅଛି। କିନ୍ତୁ ଆପଣମାନେ ପଢ଼ାପଢ଼ିରେ କଣ୍ଟିନ୍ୟୁ ଫୋକସ୍ କରନ୍ତୁ ଠିକ୍ ଅଛି। ଦିନକୁ 4-5 ଘଣ୍ଟା ପଢ଼ନ୍ତୁ, ବେଶୀ ଏଇ 6 ମାସ ଯେଉଁ ଜଗି ଦିଅନ୍ତୁ ଠିକ୍ ଅଛି। ଆପଣମାନେ ପଢ଼ାପଢ଼ି କରନ୍ତୁ। ଆପଣ ଜାଣିଥିବେ ଯଦି ବି ଆପଣଙ୍କ ଗୋଟେ ଏକ୍ଜାମ୍ ବହୁତ ଇମ୍ପୋର୍ଟାଣ୍ଟ ରହୁଛି, ଆପଣ ଗୋଟେ ମାର୍କ ପାଇଁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ପିଲା 0.5ରେ ମଧ୍ୟ ଆପଣ ଜାଣିଥିବେ କଟି ଯାଉଛନ୍ତି। ତ ସେ ଅନୁସାରେ ନିଜକୁ ସେ ଅନୁସାରେ ଆପଣମାନେ ଟାଇମ୍ ଦିଅନ୍ତୁ, ପଢ଼ାପଢ଼ି ଫୋକସ୍ କରନ୍ତୁ। ଯଦି ବି କିଛି ବି ଡାଉଟ୍ ରହୁଛି ତ ନିହାତି ଭାବରେ ଆପଣମାନେ ମେସେଜ୍ ମଧ୍ୟ କରିପାରିବେ ଠିକ୍ ଅଛି। ବାସ୍ ମୁଁ ବେଶୀ କିଛି କହୁନି, ଏଇ 6 ମାସ ଆପଣମାନେ ପରିଶ୍ରମ କରନ୍ତୁ, ନିହାତି ଭାବରେ ଗୋଟେ ପୋଷ୍ଟ ମଧ୍ୟ ଆପଣମାନେ ନେଇକି ହିଁ ଯିବେ। ଓକେ 2026 ଆପଣଙ୍କୁ ବେଷ୍ଟ ଇୟର୍ ମଧ୍ୟ ରହିବ। କାହିଁକିନା ମାନେ ମୁଁ ଦେଖିବା ଟାଇମ୍ରେ ଏତେ ପୋଷ୍ଟ ଏତେ କେବେ ବି ଆସିନି। ହଁ ପୂର୍ବରୁ ଆସିଥିଲା 2023 2024 ଯେଉଁ ଆପଣଙ୍କ ଏବେ ଯେଉଁଟାକି ଆପଣଙ୍କ କେସ୍ ହେଇ ମଧ୍ୟ ସଞ୍ଜୟ ଫରେଷ୍ଟ ଗାର୍ଡ଼ ତ ଜଏନ୍ ହେଇଗଲାଣି। ଫରେଷ୍ଟର ଆଉ ଲାଷ୍ଟ ଇନ୍ସପେକ୍ଟର ଥିଲା ତ ଜଏନିଂ ହେଇଗଲାଣି। ଗୋଟେ RI ଅମିନ ମଧ୍ୟ 2 ବର୍ଷ ହେଇଗଲାଣି, ଏବେ ସୁଦ୍ଧା ବି ତାର ପ୍ରିଲିମିନାରୀ ମାନେ ରେଜଲ୍ଟ ମାନେ ତାର ସେ ମଧ୍ୟ କମ୍ପ୍ଲିଟ୍ ହେଇନି, କିନ୍ତୁ ବହୁତ ସାରା ପୋଷ୍ଟ ବାହାରିଥିଲା। ଆଇ ହୋପ୍ ଏଇଟା ବହୁତ ଜଲ୍ଦି ରିକ୍ରୁଟମେଣ୍ଟ କଣ୍ଡକ୍ଟ କରିକି ଆପଣ ଜଏନିଂ ଦେଇଦେବ। ତ ତେଣୁ ଆପଣମାନେ ଟାଇମ୍ ହେଉଛି ଆପଣମାନେ କଥାରେ ଅଛି ଟାଇମ୍ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଠିକ୍ ଅଛି। ଆପଣ ସେଇ ଅନୁସାରେ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଯଦି ଗୋଟେ ହାତ ଚାନ୍ସ ଖସି ଯାଉଛି ହୁଏତ ସେଇ ଆପଣଙ୍କର ଆପଣ ଲାଇଫ୍ ମାନେ କ'ଣ ଡେଷ୍ଟ୍ରୟ ହେଇପାରେ। ତେଣୁ ଆପଣମାନେ ସେ ଅନୁସାରେ ଦେଖିକି ଆପଣମାନେ ନିଜକୁ ଟାଇମ୍ ଦିଅନ୍ତୁ। ନିହାତି ଭାବରେ ଆପଣମାନେ ଆଜି ନହେଲେ କାଲି ଆପଣ ନିହାତି ଭାବରେ ସକ୍ସେସ୍ ପାଇପାରିବେ। ମୁଁ ବେଶୀ କିଛି କହୁନି, ଆପଣମାନେ ବାସ୍ ଏତିକି କହୁଛି ଏଇ 6 ମାସ ନିଜକୁ ଜଗି ଦିଅନ୍ତୁ, ପଢ଼ାପଢ଼ି ସିରିୟସ୍ ଫୋକସ୍ କରନ୍ତୁ। ଯଦି ବି କିଛି ବି ଡାଉଟ୍ ରହୁଛି ତ ନିହାତି ଭାବରେ ଆପଣମାନେ ମଧ୍ୟ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ମଧ୍ୟ ମେସେଜ୍ ମଧ୍ୟ କରିପାରିବେ। ଓକେ ତ ରହୁଛି, ଦେଖ ନେକ୍ସଟ ଭିଡ଼ିଓ ସେଥିପାଇଁ ଜୟ ଜଗନ୍ନାଥ।